ଜୟ ଜଗନ୍ନାଥ ବନ୍ଧୁଗଣ। ଯେମିତିକି ଭାଇ ମୁଁ ଆଗରୁ କହିଥିଲି ଯେ ଦିଲୁ ଭାଇ ରିଲ୍ର କଥା କହିବ ନା ରିଏଲ୍ର କଥା କହିବ? ହଁ, ଦିଲୁ ଭାଇର ଗୋଟେ କଳଙ୍କ, ଯେଉଁଟାକି ଯେଉଁମାନେ ମୋତେ ଅପମାନ କିମ୍ବା ବାକି ସବୁ କରିବା ପାଇଁ ଚାହାନ୍ତି, ଆଣ୍ଡରଷ୍ଟାଣ୍ଡ କରିବା ପାଇଁ ଚାହାନ୍ତି, ମୋର ଫାଇଦା ଉଠାଇବା ପାଇଁ ଚାହାନ୍ତି, ସେମାନେ ମୋତେ ଟିକେ ଅଲଗା ଦୃଷ୍ଟିରେ ଦେଖନ୍ତି, ମାନେ ଖରାପ ଦୃଷ୍ଟିରେ ମୋତେ ଅପମାନ କରିବା ପାଇଁ ଚେଷ୍ଟା କରନ୍ତି କିମ୍ବା ଅପମାନ କରି ବି ଦିଅନ୍ତି। ଚଳିବ, କିଛି ଅସୁବିଧା ନାହିଁ। ଆଉ କାହା କାହା ସାମ୍ନାରେ ଭ୍ୟାଲୁ ବି ନାହିଁ। ହଉ ଠିକ୍ ଅଛି, ଭ୍ୟାଲୁ ବି ନାହିଁ, ସେଇଟା ବି ଚଳିବ। ଆଉ ସମସ୍ତଙ୍କୁ ମୋର ଏତକଟା କହିବି, ସମସ୍ତଙ୍କୁ ମୋର ଶୁଭକାମନା। ମୋର ସହିତ କିଛି ନାହିଁ। ହଁ, ଦିଲୁ ଭାଇର ଗୋଟେ ଭୁଲ କି ଗୋଟେ କଳଙ୍କ, ଡ୍ରିଙ୍କ, ଯେଉଁଟାକି ଭୁଲ, ଯେଉଁଟାକି ମୁଁ ବହୁତ ପରେ ବୁଝିଲି। ହେଲେ ବୁଝିଲେ ବି ବହୁତ କଥା ଭାଇ ଏଠି ରହିଛି, ଏଇଟା ବହୁତ ଷ୍ଟୋରି ରହିଛି। ଯେତିକି ଦିନ ଯାଏ ବଞ୍ଚିଥିବି ମୁଁ ଏପିସୋଡ଼ ବନଉଥିବି, ମୁଁ କହୁଥିବି। କିନ୍ତୁ ଦିଲୁ ଭାଇ ଗୋଟେ ବହୁତ ଭିନ୍ନ ଜିନିଷ। ଦିଲୁ ଭାଇ ଯାହା କରୁ ନ କରୁ ଏଣ୍ଟାୟାର ଲାଇଫ୍ ଜୀବନ ସାରା ହ୍ୟୁମାନିଟି ସାଙ୍ଗରେ ଚାଲିଛି। ଆଉ ସବୁବେଳେ ହସ ଖୁସିରେ ଥାଇ ନଥାଏ, ହସ ଖୁସି ବାଣ୍ଟିଛି, ଭଲ ପାଇବା ଦେଇଛି। ଦିନ ଥାଉ ରାତି ଥାଉ, ସାଥ ବି ଦେଇଛି, ଅସୁବିଧା କିଛି ନାହିଁ। କିନ୍ତୁ ମଣିଷ ଜୀବନ ଭାଇ ବହୁତ ଜଟିଳ। ତାକୁ ଆକ୍ଚୁଆଲି ଭୁଲିଗଲି, ଯେତେବେଳେ ମନେ ପଡ଼ିବ କହିବି। ବେଶୀ କଥା କହିଲେ କେହି ଶୁଣୁନାହାନ୍ତି। ହଁ, ରିଏଲ୍ର କଥା କହିବି। ଆଉ ଗୋଟେ ଛୋଟିଆ କଥାଟା କହିଦେଉଛି ଭାଇ, ମନେ ରଖନ୍ତୁ। କୌଣସି ପଶୁ ମଣିଷର ହରକତ କରିପାରିବନି, ଯଦି କଥା କହିପାରିବନି, ବହୁତ କିଛି କରିପାରିବନି। କିନ୍ତୁ ଗୋଟେ ମଣିଷ, ହରେକ ପଶୁର ହରକତ କରିପାରିବ। ଜୟ ଜଗନ୍ନାଥ।